କେବେ ଭାବିଛ କି ପୃଥିବୀର ସବୁଠୁ ଥଣ୍ଡା, ସବୁଠୁ ଅସୁବିଧାପୂର୍ଣ୍ଣ ଏବଂ ସବୁଠୁ ବିପଦଜନକ ସ୍ଥାନରେ ଯେଉଁଠାରେ ମନୁଷ୍ୟ ବଞ୍ଚିବା ବି କଷ୍ଟକର ସେଠାରେ ଯୁଦ୍ଧ ହୋଇଥିଲା। ସେଠାରେ ତାପମାତ୍ରା -50 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବିଗିଡ଼ିଯାଏ। 1984 ମସିହାରେ ଏମିତି ଜାଗାରେ ଭାରତୀୟ ସେନା ଏକ ଗୁପ୍ତ ଅଭିଯାନ ଆରମ୍ଭ କଲେ ଯାହା ଇତିହାସରେ ଲେଖାଗଲା ଅପରେସନ ମେଘଦୂତ। ଏହା କେବଳ ଏକ ମିଲିଟାରୀ ମିଶନ ନୁହେଁ, ଏହି କାହାଣୀ ଆରମ୍ଭ ହୁଏ ସିଆଚେନ୍ ଗ୍ଲେସିୟରରୁ। ସିଆଚେନ୍, ଯାହାକୁ ବିଶ୍ୱର ସବୁଠୁ ଉଚ୍ଚ ଯୁଦ୍ଧକ୍ଷେତ୍ର ବୋଲି କୁହାଯାଏ। ଭାରତ ଓ ପାକିସ୍ତାନ ଦୁଇଟି ଦେଶ ଏହି ଅଞ୍ଚଳ ଉପରେ ନିଜର ଦାବି କରୁଥିଲେ, କିନ୍ତୁ ଏହା ଏତେ ଅସୁବିଧାପୂର୍ଣ୍ଣ ଥିଲା ଯେ କେହି ସ୍ଥାୟୀ ଭାବରେ ସେଠାରେ ରହିପାରୁନଥିଲେ। 1970ରୁ 80 ଦଶକରେ ପାକିସ୍ତାନ ଚୁପଚାପ ଏହି ଅଞ୍ଚଳରେ ନିଜର ପ୍ରଭାବ ବଢ଼ାଇବାକୁ ଲାଗିଲା। ସେମାନେ ବିଦେଶୀ ମ୍ୟାପ ଓ ଏକ୍ସପେଡିସନ ମାଧ୍ୟମରେ ଏହା ପ୍ରମାଣ କରିବାକୁ ଚେଷ୍ଟା କଲେ ଯେ ସିଆଚେନ୍ ତାଙ୍କର ଅଞ୍ଚଳ। ଭାରତ ଏହାକୁ ଧ୍ୟାନରେ ରଖିଲା ଏବଂ ଏକ ବଡ଼ ବିପଦକୁ ଅନୁଭବ କଲା। ଯଦି ପାକିସ୍ତାନ ପ୍ରଥମେ ସିଆଚେନ୍ ଦଖଲ କରିନେଇଥାନ୍ତା, ତେବେ ଭାରତ ପାଇଁ ଏହା ଏକ ବଡ଼ ଷ୍ଟ୍ରାଟେଜିକ୍ ହାର ହେଇଥାନ୍ତା। ତେଣୁ ଭାରତୀୟ ସେନା ନେଲେ ଏକ ଗୁପ୍ତ ନିଷ୍ପତ୍ତି। ସେମାନେ ପ୍ରଥମେ ଆକ୍ରମଣ କରିବେ ଏବଂ ସିଆଚେନ୍‌କୁ ଦଖଲ କରିବେ। ଏହି ମିଶନ ପାଇଁ ତିଆରି ହେଲା ଏକ ଖାସ୍ ପ୍ଲାନ୍। ଭାରତୀୟ ସେନା ପ୍ରଥମେ ହାଇ ଅଲ୍ଟିଟ୍ୟୁଡ୍ ଟ୍ରେନିଂ ଆରମ୍ଭ କଲେ। ସେମାନେ ଏମିତି ସ୍ଥିତିରେ ଟ୍ରେନ୍ ହେଲେ ଯେଉଁଠାରେ ଅକ୍ସିଜେନ୍ କମ୍, ତାପମାତ୍ରା ଅତ୍ୟନ୍ତ କମ୍ ଏବଂ ପ୍ରତ୍ୟେକ ପଦକ୍ଷେପରେ ବିପଦ। ସେମାନେ ବିଶେଷ କପଡ଼ା, ଉପକରଣ ଓ ଆହାର ବ୍ୟବସ୍ଥା କଲେ, କାରଣ ସାଧାରଣ ସାମଗ୍ରୀ ଏଠାରେ କାମ କରିପାରୁନଥିଲା। ଏବେ ଆସିଲା ସେହି ଦିନ, 13 ଏପ୍ରିଲ 1984। ଭାରତୀୟ ସେନା ହେଲିକପ୍ଟର ମାଧ୍ୟମରେ ସିଆଚେନ୍ ଦିଗରେ ଯାତ୍ରା କଲେ। ଏହା ଏବେ ଏତେ ବିପଦଜନକ ଥିଲା ଯେ ହେଲିକପ୍ଟର ମଧ୍ୟ ପୂରାପୂରି ଲ୍ୟାଣ୍ଡ କରିପାରୁନଥିଲା। ସେମାନେ ମଧ୍ୟ ଆକାଶରୁ ଝୁଲି ଝୁଲି ନିଜକୁ ନିମ୍ନକୁ ଓହ୍ଲାଉଥିଲେ। ସେଠାରେ ଏକ ଏପରି ଶୃଙ୍ଗ ଥିଲା ଯାହାକୁ ସେମାନେ ଦଖଲ କରିବାକୁ ଚାହୁଁଥିଲେ। ତଥାପି ଭାରତୀୟ ସେନା ହାର ମାନିଲା ନାହିଁ। ସେମାନେ ଦିନ ରାତି ଏକାଠି ଏଠାରେ ରହିଲେ, ତାଙ୍କ ଦେଶକୁ ସୁରକ୍ଷା ଦେବା ପାଇଁ। ଧୀରେ ଧୀରେ ଭାରତ ସିଆଚେନ୍ ଗ୍ଲେସିୟର ଉପରେ ପୁରା ନିୟନ୍ତ୍ରଣ ସ୍ଥାପନ କଲା।